ତା ମନ ଇଚ୍ଛା ସବସ୍କ୍ରାଇବ୍ କଲେ କରୁ, ନହେଲେ ମୋତେ କହିବାକୁ କାହାକୁ ଭଲ ଲାଗେନି। ନିଆଁ ହୁତୁ ହୁତୁ କରିକି ଜାଳିଲା, ପାଣିକୁ ମଧ୍ୟ ଆହୁରି ଫୁଟେଇଲା। ବୋଉ ଗୋଟେ ଟୋପାଟେ ବି ଏଠି ଛାଡ଼ିବନି, ଶିଳରୁ ପୁରା ପୋଛି ପୋଛିକି ତାକୁ ଆଣିଦେବ, ଆଣିକି ତାକୁ ତରକାରୀ ପାଇଁ ରଖିଦେବ। ଏ ମାଛର ରଙ୍ଗ ରୂପ ସାଇଜ୍କୁ ଦେଖିକି ମୋତେ ତାକୁ ଜମା ବି ରୋଷେଇ କରିବାକୁ ଇଚ୍ଛା ହେଉନଥିଲା। ଏଥିରୁ 2ଟା ମାଛ ଆସିଥିଲା, 200 ଟଙ୍କାରେ ଆମକୁ ମିଳିଯାଇଥିଲା। ଟିକେ ଶସ୍ତାରେ ମିଳିଯାଇଥିଲା, କାରଣ ଆମେ ଚିଲିକା ପେଣ୍ଠରୁ ଯାଇକି ଆଣିଥିଲୁ ମାଛ। ନହେଲେ ତ ଏଇସବୁ ମାଛ ଗୁଡ଼ା ଗାଁରେ 250 କହିବେ। ବଢ଼େଇମାନେ ଯେମିତି କାଠ କାଟିଲା ବେଳେ କଟର କଟର ଶୁଭୁଛି, ସେମିତି ଆମର ଏଇ 10 ବର୍ଷ ପୁରୁଣା ଧାରୁଆ ପନିକିରେ ମାଛ କିଣିଲା ବେଳେ ମଧ୍ୟ କଟର କଟର ଶୁଭୁଛି। ଯେହେତୁ ପନିକିଟା 10 ବର୍ଷ ପୁରୁଣା, ତେଣୁ ବୋଉକୁ ମାଛ କାଟିବା ପାଇଁ ଆଉ 10 ବର୍ଷ ଲାଗିଲା। ବୋଉ ଏ ସମୟ କାଳକୁ ଦେଖିକି କହିଲା, ଆଉ ରାତିରେ ତରକାରୀ କରିହେବନି, ତାକୁ କାଟିକି କେଳାକେଳି କରିକି ରଖିଦେବା, ଲୁଣ ହଳଦୀ ଗୋଳେଇକି ତାକୁ ଭାଜିକି ଭଲ ଭାବରେ ରଖିଦେବା, ସକାଳ ପାଇଲେ ରାତି ପାଇଲେ ଯାଇକି ତରକାରୀ କରିବା। ଏ ମାଛର ନାଁ ଯେମିତି ଠିକ୍ ତା ରୂପ ବି ସେମିତି, ରୂପ ଚାନ୍ଦି ରଙ୍ଗର ମାଛଟା, ଆଉ ତା ଚନ୍ଦା ମୁଣ୍ଡ ପାଖରେ ଟିକେ ଲାଲ ଲାଲ ରଙ୍ଗର ଅଛି। ଏ ମାଛର ସୁନ୍ଦରତା ଆହୁରି ବଢ଼ିଯାଉଛି। କିନ୍ତୁ କାଟିଦେଲା ପରେ ଦେଖନ୍ତୁ କେତେ ବଡ଼ ଏ ମାଛଟା ହେଇଛି। ତାପରେ ବୋଉ ତାକୁ ଧୋଇ ଧାଇକି ସଜ କରିକି ଆଣିଦେଲା। ତାକୁ ଏଇଠି ମସଲା ମସଲି ଗୋଳେଇଦେବ, ଗୋଳେଇକି ଭାଜିକି ରଖିଦେବ। ତାପରେ ଯାଇକି ସକାଳେ ହେଲେ ତରକାରୀ କରିବ। ଏଠି ବୋଉ ସବୁ ମସଲା ମସଲି, ଲୁଣ ହଳଦୀ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଯାହା ବି ପକାଇବା କଥା ପକାଇଦେଲା। ପକାଇ ଦେଇକି ତାକୁ ଭଲ ଭାବରେ ମ୍ୟାରିନେଟ୍ କରିଦେବ। ତାପରେ ମୁଁ ଏଠି ତାୱା ବସେଇକି ଭାଜିବି। ପାଞ୍ଚ ମିନିଟ୍ ଖଣ୍ଡେ ତାକୁ ଗୋଳିଆ ଗୋଳି କରିସାରିଲା ପରେ ତା ରଙ୍ଗ ରୂପ ପୁରା ବଦଳିଗଲା। ତାପରେ ତାକୁ ମୁଁ ତାୱା ଏଠି ପୁରା ଭଲ ଭାବରେ ଗରମ ହେଇଯାଇଥିଲା। ତାୱାକୁ କିଛି ସମୟ ପୂର୍ବରୁ ଗରମ କରିଦେଇଥିଲି ତେଲ ପକାଇକି। ତାପରେ ମୁଁ ଏଠି ଗୋଟେ ଗୋଟେ କରି ମାଛ ପକାଉଛି। ସବୁ ମାଛ ଏମିତି ପକାଇ ସାରିଲା ପରେ 2-4 ମିନିଟ୍ ହେଇସାରିଲା ପରେ ତାକୁ ଓଲଟେଇ ଦେବି। ମାଛ ଭଲ ଭାବରେ ହେଇଯାଇଛି, ତାୱାରୁ ଛାଡ଼ି ଯାଉଛି। ତାହେଲେ ଜାଣିବେ ତାୱାରୁ ମାଛ ଛାଡ଼ି ଯାଉଛି ମାନେ ଭଲ ଭାବରେ ତା ଗୋଟେ ପଟ ସିଝିଗଲାଣି। ମୋବାଇଲଟା ଗୋଟେ ହାତରେ ଧରିଥିଲି, ଟିକେ ଅସୁବିଧା ହେଉଛି ମାଛ ଲେଉଟିଲା ବେଳେ। ଯେମିତି ସେମିତି ମାଛ ଲେଉଟେଇ ସାରିଲି। ସବୁତକ ମାଛ ଭଲ ଭାବରେ ଲେଉଟିଗଲା ପରେ ତାକୁ ପୁଣି ଥରେ ଆଉ ଗୋଟେ ପଟେ ଲେଉଟେଇବେ। କ୍ରିସ୍ପି କରି ଭାଜିଦେଲା ପରେ ଭଲ ଭାବରେ ରହିବ, ନହେଲେ ସକାଳୁ ସେଇଟା ପାଣି ଛାଡ଼ିଲା ପରିକା ହେଇଯିବ, ମାଛଟା ଗନ୍ଧିଆ ଗନ୍ଧିଆ ବାସ୍ନା ହେବ। ଭଲ ଭାବରେ ମାଛ ଭାଜି ହେଇଗଲା 2 ପଟ। ତାକୁ ଗୋଟେ ଜାଗାକୁ ଆଣିକି ସବୁତକ ମାଛ ଭାଜିକି ରଖିଥିଲି। ମୁଁ ଏଠି ସବୁତକ ମାଛ ଆଗରୁ ଭାଜିକି ରଖି ସାରିଲିଣି। ତାପରେ ସକାଳ ଯେମିତି ହେଲା, ବୋଉ ସବୁତକ ମାଛକୁ ଆଣିକି ରାନ୍ଧିବାକୁ ରଖିଲା। ଏଠି ମାଛ ରଖିଦେଇଛି, କିଛି ଟମାଟୋ ପିଆଜ ମସଲାକୁ ମଧ୍ୟ ବାଟି ଦେଇଛି। ତାପରେ କଡ଼େଇ ଗରମ କରି ଶୁଖିଲା ଫୁଟଣ, ପାନମଧୁରୀ, ଜିରା, ସୋରିଷ ଏଠି ପକାଇ ସାରିଲା ପରେ ତାପରେ ତେଲ ପକାଇଲା। ସବୁ ଫୁଟଣ ଭଲ ଭାବରେ ଫୁଟି ସାରିଲା ପରେ କିଛି କାଟିକି ରଖିଥିବା କିଛି ପିଆଜ, ତାପରେ ଭୃଷଙ୍ଗ ପତ୍ରକୁ ମଧ୍ୟ ଏଠି ଦେଇଦେବ। ପିଆଜଟା ଭଲ ଭାବରେ ଭାଜି ହେଇସାରିଲା ପରେ କାଟିକି ରଖିଥିବା ଟମାଟୋ ବୋଉ ଏବେ ପକାଇଦେବ। ଟମାଟୋର ରେଟ୍ ଯେହେତୁ 60, ତେଣୁ ଅଭାବକୁ ଆଖି ଆଗରେ ରଖିକି ବୋଉ ମାତ୍ର 3ଟା ପକାଇଥିଲା ଟମାଟୋ କାଟିଥିଲା, ତାକୁ ଏବେ ପକାଇଦେଲା। ଏ ଭିଡ଼ିଓଟାକୁ ଯିଏ ଯେଉଁଠି ଦେଖୁଛନ୍ତି ଟିକେ ଟମାଟୋ ରେଟ୍ କହିବେ କି, କେଉଁଠି କେତେ ରେଟ୍। ତାପରେ ମସଲା ପ୍ରିପାରେସନ୍, ତରକାରୀ ପାଇଁ କିଛି ଶୁଖିଲା ମସଲା ଯେମିତି ଗୋଟା ଧନିଆ, ଜିରା ଆଉ ସୋରିଷ
ରସୁଣ ଏମିତି କିଛି ମସଲାକୁ ବୋଉ ଗ୍ରାଇଣ୍ଡର ସ୍ପିଡ଼ରୁ ମଧ୍ୟ ଆହୁରି ଜଲ୍ଦି ବାଟିକି ରଖିଦେଲା ମସଲାକୁ। ପନିପରିବାର ରେଟ୍ ଯେମିତି ବଢ଼ିଲାଣି ସେମିତି ମସଲାର ରେଟ୍ ମଧ୍ୟ କିଛି କମ୍ ନୁହଁ। ଇଣ୍ଡିଆରେ ଏଇସବୁ ମସଲା ପ୍ରଡ୍ୟୁସ୍ ହେଲେ ମଧ୍ୟ ମସଲାର ରେଟ୍ ବହୁତ ହାଇ। ସେଥିପାଇଁ ମୋ ବୋଉ ଗୋଟେ ଟୋପାଟେ ବି ଏଇଠି ଛାଡ଼ିବନି, ଶିଳରୁ ପୁରା ପୋଛି ପୋଛିକି ଲୋଭି ନାହିଁ ବା, ଶିଳକୁ ମଧ୍ୟ ସଫା କରିବାକୁ ପଡ଼ିବ ନା, ସଫା ସୁତୁରା ରଖିଲେ ସୁନ୍ଦର ଦେଖାଯିବ ଶିଳ, ସେଇଥିପାଇଁ। ତାପରେ ବାଟିକି ରଖିଥିବା ମସଲାରେ ମୋ ବୋଉ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ନାହିଁ, ଲଙ୍କାଗୁଣ୍ଡ ଯେଉଁ ସେପଟେ ଟମାଟୋ ପିଆଜ ସିଝୁଛନ୍ତି ନିଆଁରେ, ତାକୁ ଟିକେ ଥଣ୍ଡା କରିବା ପାଇଁ ଏ ମସଲାକୁ ପକାଇଦେଲା। ତାପରେ ତାପରେ ଏମିତି ଯେଉଁ 2 ଜଣ ଯାକ ସବୁ ଜଳୁଛନ୍ତି ନିଆଁରେ ଫୁଟୁଛନ୍ତି, ସେଥିରେ ଟିକେ ଲୁଣ ପକାଇଦେଲା। ଟମାଟୋ ଭଲ ଭାବରେ ଆହୁରି ସିଝିଗଲା ପରେ ଆଉ ଟିକେ ଥଣ୍ଡା କରିବା ପାଇଁ ତାଙ୍କୁ ବୋଉ ପାଣି ପକାଇଦେଲା। ଏ ପାଣିକୁ ମଧ୍ୟ ଛାଡ଼ିଲାନି, ନିଆଁ ହୁତୁ କରିକି ଜାଳିଲା। ପାଣିକୁ ମଧ୍ୟ ଆହୁରି ଫୁଟେଇଲା, 100 ଡିଗ୍ରୀ ସେଲସିୟସରେ ପୁରା ଫୁଟେଇଲା ଏ ପାଣିକି। ପାଣି ଫୁଟି ସାରିଲା ପରେ ଏତିକିରେ ମନ ଶାନ୍ତି ହେଲାନି, ମୋ ବୋଉ ଯେଉଁ ଭାଜିକି ରଖିଥିଲା ରାତିରେ ସେଇ ମାଛକୁ ମଧ୍ୟ ଏଇଥିରେ ପକାଇଦେଲା। ଏ ମାଛମାନେ ମଧ୍ୟ ମରିକି ମଧ୍ୟ ଆହୁରି ମରିଲେ। ଦେଖୁନ କେମିତି ପାଣିଟା ଫୁଟୁଛି। ମୋ ବୋଉର ଟିକେ ଦୟାମାୟା ନାହିଁ, ସେ ଫୁଟନ୍ତା ପାଣିରେ ପକାଇଦେଲା ମାଛଟାକୁ। ଆଉ କ'ଣ କରିବା, ପେଟ ଭୋକ ବିକଳ ତ, ସେମିତି ତ କରିବାକୁ ପଡ଼ିବ, କରିଦେଲୁ ଆଉ, କ୍ଷମା କରିବେ ଆଉ। ତାପରେ ମାଛଟା ଟିକେ ସଂଘର୍ଷ କଲା ସେଥିରେ ବଞ୍ଚିବା ପାଇଁ, ବଞ୍ଚି ପାରିଲାନି। ସେମିତି ତାକୁ ଲେଉଟାଲେଉଟି କରିଦେଇକି ତାକୁ 2-4 ମିନିଟ୍ ସିଝିବାକୁ ଦେଇଦେଲୁ। ତାପରେ ଆଉ କ'ଣ, ଗରମ ଗରମ ଭାତ, ଗରମ ଗରମ ତରକାରୀ ଆଣିକି ଖାଇଦେଲୁ। ବାକି ଭିଡ଼ିଓଟା ଯାହାକୁ ଭଲ ଲାଗିଛି ସେ ତା ମନ ଇଚ୍ଛା ସବସ୍କ୍ରାଇବ୍ କଲେ କରୁ, ନହେଲେ ମୋତେ କହିବାକୁ କାହାକୁ ଭଲ ଲାଗେନି।